ସେଦିନ ରାତି ପ୍ରାୟ 9ଟା ବାଜିଥିଲା। ପୂରା ଘର ଶାନ୍ତ ଥିଲା। କିନ୍ତୁ ମୋ ହୃଦୟର ସ୍ପନ୍ଦନ କୌଣସି ହାତୁଡ଼ିରେ ପିଟିଲା ଭଳି ମୋ ଛାତିରେ ପିଟି ହେଉଥିଲା। ମୁଁ ମୋ ନିଜ ଘରେ ମୋ ଭଡ଼ାଟିଆ ବିକିରରେ ଠିଆ ହୋଇଥିଲି। ମୋ ହାତ ଥରୁଥିଲା ଏବଂ କପାଳରେ ଝାଳ ଆସିଯାଇଥିଲା। ମୋ ସାମ୍ନାରେ ବିକିର ଲାପଟପ୍ ଖୋଲାଥିଲା। ରେ ଏକ ଭିଡିଓ ଚାଲୁଥିଲା। ଭିଡିଓରେ ଏକ ରୁମ୍ ଥିଲା ଏବଂ ସେହିରେ ଜଣେ ମହିଳା ପୋଷାକ ବଦଳାଉଥିଲେ। ସେ ମହିଳା ଜଣକ ଆଉ କେହି ନୁହନ୍ତି, ମୁଁ ଥିଲି। ମୋ ମେରୁଦଣ୍ଡରେ ଏକ ଭୟର ଲହରୀ ଖେଳିଗଲା। ଏହାର ଅର୍ଥ ବି କି ଗତ 3 ମାସ ଧରି ମୋତେ ଦେଖୁଥିଲା। ମୋର ପ୍ରତିଟି ମୁହୂର୍ତ୍ତକୁ, ମୋ ଗାଧୋଇବାଠାରୁ ଆରମ୍ଭ କରି ମୋ ଶୋଇବା ପର୍ଯ୍ୟନ୍ତ। ମୁଁ ଏବେ ବି ଏହି ସଦ୍ମାରୁ ମୁକୁଳି ପାରି ନଥିଲି କି ହଠାତ୍ ମୋ ପଛରେର କବାଟ ବନ୍ଦ ହେବାର ଶବ୍ଦ ଶୁଭିଲା। ଖଟ୍ ଶବ୍ଦ ଶୁଣି ମୁଁ ଝଟକାରେ ପଛକୁ ଚାହିଁଲି। ସେଠାରେ ବିକି ଠିଆ ହୋଇଥିଲା। ସେହି ବିକି ଯିଏ ମୋତେ ଭାଉଜ ବୋଲି ଡାକୁଥିଲା। କିନ୍ତୁ ଆଜି ତା ଆଖିରେ ସମ୍ମାନ ନଥିଲା, ବରଂ ଏକ ଭୋକିଲା ହେଟାବାଘ ଭଳି ଚମକ ଥିଲା। ସେ ହସି ହସି କବାଟର କୁଣ୍ଡି ଲଗାଇଦେଲା ଏବଂ କହିଲା, "କ'ଣ ହେଲା ଭାଉଜ, ନିଜ ଫିଲ୍ମ ଦେଖି ଲାଜେଇ ଗଲେ କି? ସେହି ରାତିରେ ମୋତେ ଜଣାପଡ଼ିଲା କି ଜଣେ ଏକାକୀ ମହିଳା ପାଇଁ ଏକୁଟିଆପଣ କେତେ ବଡ଼ ଅଭିଶାପ ହୋଇପାରେ। ମୋ ନାଁ ସୁମନ, ବୟସ 30 ବର୍ଷ। ଏବେ 6 ମାସ ପୂର୍ବରୁ ହିଁ ମୋ ସ୍ୱାମୀ ରାଘବ ଏକ କାର୍ ଦୁର୍ଘଟଣାରେ ମୋତେ ଛାଡ଼ି ଚାଲିଗଲେ। ରାଘବଙ୍କ ଯିବା ପରେ ମୋ ଦୁନିଆ ଉଜୁଡ଼ିଗଲା। କେବଳ ଭାବନାତ୍ମକ ଭାବେ ନୁହେଁ, ବରଂ ଆର୍ଥିକ ଭାବେ ମଧ୍ୟ। ରାଘବ ଘର ତ ତିଆରି କରିଥିଲେ, କିନ୍ତୁ ତାର ଋଣ ଏବେ ବି ବାକି ଥିଲା। ମୋର ଛୋଟ ପାର୍ଲର ଦୋକାନରୁ ଏତେ ଟଙ୍କା ଆସୁନଥିଲା, ଯେଉଁଥିରେ ଘର ଖର୍ଚ୍ଚ ଏବଂ ଋଣର କିସ୍ତି ଉଭୟ ବାହାରି ପାରିବ। ସମ୍ପର୍କୀୟମାନେ ପରାମର୍ଶ ଦେଲେ, "ସୁମନ, ଘର ବହୁତ ବଡ଼, ଉପର ମହଲା ଭଡ଼ାରେ ଦେଇଦେ। ଆମଦାନୀ ହେବ ଏବଂ ଘରେ କେହି ରହିଲେ ତତେ ବି ସୁରକ୍ଷା ଅନୁଭବ ହେବ।" କଥାଟା ଠିକ୍ ଥିଲା। ମୁଁ ଟୁ ଲେଟ୍ର ବୋର୍ଡ ଲଗାଇଦେଲି। ଅନେକ ଲୋକ ଆସିଲେ, କିନ୍ତୁ ମୋତେ କେହି ପସନ୍ଦ ହେଲେନି। କେହି ମଦୁଆ ଲାଗୁଥିଲା ତ କାହାର କଥାବାର୍ତ୍ତା ଅଜବ ଥିଲା। ତାପରେ ଆସିଲା ବିକି। 24ରୁ 25 ବର୍ଷର ଚଷମା ପିନ୍ଧୁଥିବା ସାଧାସିଧା ପିଲା। ସେ କହିଲା କି ସେ ଏକ ଆଇଟି କମ୍ପାନୀରେ କାମ କରେ ଏବଂ ସହରରେ ନୂଆ। "ମ୍ୟାମ୍, ମୁଁ ସକାଳେ ଅଫିସ ଯିବି ଏବଂ ରାତିରେ ଆସିବି। ମୋତେ ଶାନ୍ତି ପସନ୍ଦ। ଆପଣଙ୍କର କୌଣସି ଅଭିଯୋଗ ରହିବ ନାହିଁ," ସେ ବହୁତ ବିନମ୍ରତାର ସହ କହିଥିଲା। ମୋତେ ଲାଗିଲା, ଭଗବାନ ମୋ କଥା ଶୁଣିନେଲେ। ଏତେ ଭଦ୍ର ପିଲା ଏବଂ ଭଡ଼ା ମଧ୍ୟ ସମୟରେ ଦେବାକୁ ପ୍ରସ୍ତୁତ ଥିଲା। ମୁଁ ତାକୁ ଉପର ମହଲା ଦେଇଦେଲି। ପ୍ରାରମ୍ଭିକ 2 ମାସ ବହୁତ ଭଲରେ କଟିଲା। ବିକି ସକାଳେ ବାହାରି ଯାଉଥିଲା, ରାତିରେ ଆସୁଥିଲା। କେବେ କେବେ ଯେତେବେଳେ ଆମେ ସିଡ଼ିରେ ଭେଟ ହେଉଥିଲୁ, ସେ ବହୁତ ସମ୍ମାନର ସହ "ନମସ୍କାର ଭାଉଜ" କହୁଥିଲା ଏବଂ ନଜର ନୁଆଇଁ ଦେଉଥିଲା। ମୋର ତା ଉପରେ ଭରସା ହେବାକୁ ଲାଗିଥିଲା। ମୋତେ ଲାଗିଲା ସେ ମୋର ସାନ ଭାଇ ଭଳି। କିନ୍ତୁ ମୁଁ ଜାଣିନଥିଲି କି ସେହି ନଇଥିବା ଆଖି ପଛରେ ଏମିତି ଏକ ଶୈତାନ ଲୁଚି ରହିଛି, ଯିଏ ମୋ ଦେହର ପ୍ରତିଟି ଇଞ୍ଚକୁ ନିଜର ଅସଭ୍ୟ ନଜରରେ ମାପୁଛି। ସେଦିନ ରବିବାର ଦ୍ୱିପ୍ରହର ଥିଲା। ବିକି ସକାଳୁ କହିଥିଲା କି ସେ ସାଙ୍ଗମାନଙ୍କ ସହ ବାହାରକୁ ଯାଉଛି ଏବଂ ସନ୍ଧ୍ୟା ସୁଦ୍ଧା ଫେରିବ। ମୋର ମନେ ପଡ଼ିଲା କି ତାର ଝରକା ଖୋଲା ରହିଯାଇଥିଲା ଏବଂ ବାହାରେ ଝଡ଼ ପବନ ଆସିବାକୁ ଥିଲା। ମୁଁ ଭାବିଲି ଯାଇ ଝରକା ବନ୍ଦ କରିଦିଏ, ନହେଲେ ତା ରୁମ୍ ଅସନା ହୋଇଯିବ। ମୋ ପାଖରେ ତାର ଏକ ଡୁପ୍ଲିକେଟ୍ ଚାବି ରହୁଥିଲା। ମୁଁ ତାଲା ଖୋଲିଲି ଏବଂ ଭିତରକୁ ଗଲି। ରୁମ୍ ସଫାସୁତୁରା ଥିଲା। ଏକ କୋଣରେ ତାର ବଡ଼ କମ୍ପ୍ୟୁଟର ସେଟଅପ୍ ରଖାଯାଇଥିଲା, ଯେଉଁଥିରେ 3-4ଟି ସ୍କ୍ରିନ୍ ଥିଲା। ମୋତେ ଲାଗିଲା ବୋଧହୁଏ ଆଇଟି ଲୋକଙ୍କ କାମ ଏମିତି ହିଁ ହୋଇଥାଏ। ମୁଁ ଝରକା ବନ୍ଦ କରିବାକୁ ଯାଉଥିବା ବେଳେ ମୋ ପାଦ ଗାଲିଚାରେ ଛନ୍ଦି ହୋଇଗଲା ଏବଂ ମୁଁ ଝୁଣ୍ଟି ପଡ଼ି କମ୍ପ୍ୟୁଟରରେ ପିଟି ହୋଇଗଲି। ମୋ ହାତରେ ମାଉସ ହଲିଗଲା। ଯେମିତି ହିଁ ମାଉସ ହଲିଲା, ସ୍ଲିପ୍ରେ ଥିବା କମ୍ପ୍ୟୁଟର ଜଳି ଉଠିଲା। ରେ ଆଲୁଅ ଆସିଲା ଏବଂ ସେହି ଆଲୁଅରେ ମୁଁ ଯାହା ଦେଖିଲି, ମୋ ପାଦ ତଳୁ ମାଟି ଖସିଗଲା। ସାମ୍ନା ବର୍ଡରେ 4ଟି ଅଲଗା ଅଲଗା ଫୁଟେଜ୍ ଚାଲୁଥିଲା। ମୋର ହଲ୍, ମୋ ରୋଷେଇ ଘର, ମୋ ରୁମ୍ ଏବଂ ମୋ ରୁମ୍। ମୁଁ ପଥର ପାଲଟିଗଲି। ଏହା ଲାଇଭ୍ ଫୁଟେଜ୍ ଥିଲା। ଅର୍ଥାତ୍ ଏବେ ଏହି ମୁହୂର୍ତ୍ତରେ ଏହି କମ୍ପ୍ୟୁଟର ମୋତେ ରେକର୍ଡ କରୁଥିଲା। ମୁଁ ଥରୁଥିବା ହାତରେ ମାଉସ ଧରିଲି ଏବଂ ମାଇ ଭିଡିଓସ୍ ଫୋଲ୍ଡର ଖୋଲିଲି। ସେଠାରେ ଶହ ଶହ ଫାଇଲ୍ ଥିଲା। ପ୍ରତିଟି ଫାଇଲ୍ରେ ତାରିଖ ଲେଖା ହୋଇଥିଲା। ମୁଁ ଏକ ଭିଡିଓ ପ୍ଲେ କଲି। ସେଥିରେ ମୁଁ ଗାଧୋଇ ସାରି ତୌଲିଆ ପିନ୍ଧି ବାହାରକୁ ଆସୁଥିଲି। କ୍ୟାମେରା ଆଙ୍ଗେଲ ଏମିତି ଥିଲା ଯେମିତି କେହିରୁ ଦେଖୁଛି। ମୋ ଆଖିରୁ ଲୁହ ବୋହିବାକୁ ଲାଗିଲା। ଘୃଣା ଲାଗୁଥିଲା ମୋତେ। ଯେଉଁ ପିଲାକୁ ମୁଁ ଭାଇ ଭଳି ଭାବିଥିଲି, ସେ ମୋ ସାରା ଘରେ, ମୋ ରେ ସ୍ପାଇ କ୍ୟାମେରା ଲଗାଇଥିଲା। ସେଇ ମଧ୍ୟ ଏତେ ଛୋଟ ଯେ ମୋତେ କେବେ ଦେଖାଯାଇ ନଥିଲା। ମୁଁ ପୋଲିସକୁ ଫୋନ୍ କରିବା ପାଇଁ ମୋ ମୋବାଇଲ ବାହାର କରିବାକୁ ଯାଉଥିଲି କି ତେବେ ପଛରୁ କବାଟ ଖୋଲିବାର ଶବ୍ଦ ହେଲା। ମୋ ହୃଦୟ ତଣ୍ଟିକୁ ଆସିଗଲା।
ମୁଁ ବୁଲି ଚାହିଁଲି, ବିକି ଠିଆ ହୋଇଥିଲା। ସେ ବାହାରକୁ ଯାଇ ନଥିଲା କିମ୍ବା ବୋଧହୁଏ ସେ ଫେରି ଆସିଥିଲା। ବିକିର ଚେହେରାରେ କୌଣସି ଡର ନଥିଲା, କୌଣସି ଲଜ୍ଜା ନଥିଲା। ସେ ଧୀରେ ଧୀରେ ଭିତରକୁ ଆସିଲା ଏବଂ କବାଟ ବନ୍ଦ କରି କୁଣ୍ଡି ଲଗାଇଦେଲା। ଏବେ ତାର ସେହି ସାଧୁପଣିଆର ମୁଖା ଖୋଲି ସାରିଥିଲା। ଆରେ ଭାଉଜ, ଆପଣ ଏଠି? ମୁଁ ତ ଝରକା ଖୋଲା ଛାଡ଼ିଥିଲି, ଯେମିତି ଆପଣ ଆସିବେ। ସେ ହସିଲା। ତା ହସରେ ଏକ ଅଜବ ଶବ୍ଦ ଥିଲା। ତୁମେ ଏତେ ନୀଚ ବିକି? ମୁଁ ଏବେ ପୋଲିସକୁ ଡାକୁଛି, ମୁଁ ଚିତ୍କାର କଲି। ଯଦିଓ ମୋ ଭିତରର ମୋ ସ୍ୱରକୁ ଥରାଇ ଦେଉଥିଲା। ମୁଁ କବାଟ ଆଡ଼କୁ ଦୌଡ଼ିଲି। ବିକି ମୋତେ ଅଟକାଇଲା ନାହିଁ। ସେ କେବଳ ଶାନ୍ତ ଭାବରେ କହିଲା, ଡାକିଦିଅ ପୋଲିସକୁ। କିନ୍ତୁ ତା ପୂର୍ବରୁ ଟିକେ ଏହା ଭାବିନିଅ କି ଯେତେବେଳେ ଏହି ଭିଡିଓଗୁଡ଼ିକ ତୁମ ସମ୍ପର୍କୀୟଙ୍କ ହ୍ୱାଟ୍ସଆପ୍ରେ ପହଞ୍ଚିବ, ତେବେ ତୁମର କ'ଣ ସମ୍ମାନ ରହିବ? ମୋ ପାଦ ସେଇଠି ଅଟକିଗଲା। ମୁଁ ଧୀରେ ବୁଲିଲି। କ'ଣ ମାନେ? ବିକି ନିଜ ଚୌକିରେ ଯାଇ ବସିଗଲା ଏବଂ ପାଦକୁ ଟେବୁଲ ଉପରେ ରଖିଦେଲା। ମାନେ ସଫା ସୁମନ ଜି, ଆଜି ସେ ଭାଉଜ କହିଲା ନାହିଁ। ଏଇ ସବୁ ଭିଡିଓରେ ସେଭ୍ ଅଛି। ଯଦି ମୁଁ ଗୋଟିଏ ବଟନ ଦବାଇ ଦିଏ କିମ୍ବା ଯଦି ମୁଁ 24 ଘଣ୍ଟା ପର୍ଯ୍ୟନ୍ତ ଲଗ୍ଇନ୍ ନ କରେ, ତେବେ ଏହା ନିଜେ ନିଜରେ ଅପଲୋଡ୍ ହୋଇଯିବ। ଭାବ, ସେହି ବିଧବା ସୁମନର ପ୍ରାଇଭେଟ୍ ଭିଡିଓ। କେତେ ଭ୍ୟୁଜ୍ ଆସିବ ନା? ମୁଁ ଭାଙ୍ଗିପଡ଼ି ତଳେ ବସିଗଲି। ସେ ଠିକ୍ କହୁଥିଲା। ସମାଜ ମୋତେ ହିଁ ଦେଖିବ। ମୋର ବଦନାମ ହେବ। ରାଘବଙ୍କ ବଦନାମ ହେବ। କ'ଣ ଚାହୁଁଛ ତୁମେ? ମୁଁ କାନ୍ଦି କାନ୍ଦି ପଚାରିଲି। ଟଙ୍କା? କେତେ ଟଙ୍କା ଦରକାର ତୁମକୁ? ନେଇଯା ଏବଂ ଏଇ ସବୁ ଡିଲିଟ୍ କରିଦିଅ। ବିକି ଉଠି ମୋ ପାଖକୁ ଆସିଲା। ସେ ମୋ ସାମ୍ନାରେ ଆଣ୍ଠୁମାଡ଼ି ବସିଲା ଏବଂ ମୋ ଥୋଡ଼ିକୁ ନିଜ ଆଙ୍ଗୁଠିରେ ଉପରକୁ ଟେକିଲା। ତାର ସ୍ପର୍ଶରେ ମୋତେ କରେଣ୍ଟ ଲାଗିବା ଭଳି ଲାଗିଲା। ମୁଁ ଚେହେରା ହଟାଇବାକୁ ଚାହିଁଲି, କିନ୍ତୁ ସେ ଜୋରରେ ଧରିନେଲା। ଟଙ୍କା ତ ମୁଁ ରୋଜଗାର କରେ ସୁମନ, ବହୁତ ରୋଜଗାର କରେ। ମୋତେ ଟଙ୍କା ଦରକାର ନାହିଁ। ତାର ନଜର ମୋ ଛାତିରୁ କମର ପର୍ଯ୍ୟନ୍ତ ଯାତ୍ରା କଲା। ମୋତେ ତ ବସ୍ ଟିକେ ମନୋରଞ୍ଜନ ଦରକାର। ଲାଇଫ୍ ମନୋରଞ୍ଜନ। ସେହି ଦିନ ପରେ ମୋ ଜୀବନ ନର୍କ ହୋଇଗଲା। ମୋ ଘର, ଯାହା ମୋର ସବୁଠୁ ସୁରକ୍ଷିତ ସ୍ଥାନ ଥିଲା, ଏବେ ଏକ ପିଞ୍ଜରା ପାଲଟି ଯାଇଥିଲା। ବିକି ସର୍ତ୍ତ ରଖିଥିଲା, ଯଦି ପୋଲିସ ପାଖକୁ ଗଲ କିମ୍ବା ଚାଲାକି କଲ, ତେବେ ଭିଡିଓ ଭାଇରାଲ। ତାର ଦାବି ଧୀରେ ଧୀରେ ବଢ଼ିବାକୁ ଲାଗିଲା। ଆରମ୍ଭରେ ସେ କେବଳ ଏତିକି କହୁଥିଲା, ଆଜି ରାତିରେ ରୁମ୍ କବାଟ ବନ୍ଦ କରିବ ନାହିଁ। ମୁଁ ପୂରା ରାତି ଜାଗି ରହୁଥିଲି। ଚାଦରରେ ଗୁଡ଼େଇ ହୋଇ କବାଟ ଆଡ଼କୁ ଚାହିଁ ରହୁଥିଲି। ସେ କେବେ ଭିତରକୁ ଆସୁନଥିଲା। ବସ୍ ସିଡ଼ିରେ ବସି ସିଗାରେଟ୍ ପିଉଥିଲା ଏବଂ ଅନ୍ଧାରରେ ମୋତେ ଚାହିଁ ରହୁଥିଲା। ସେହି ଡର, ସେହି ଅପେକ୍ଷା କୌଣସି ଶାରୀରିକ ଆକ୍ରମଣଠାରୁ ଅଧିକ ଭୟଙ୍କର ଥିଲା। ପୁଣି ଦିନେ ସେ ଏକ ପ୍ୟାକେଟ୍ ନେଇ ଆସିଲା। ଏହା ତୁମ ପାଇଁ। ସେଟି ସୋଫା ଉପରକୁ ଫିଙ୍ଗିଲା। ମୁଁ ଖୋଲି ଦେଖିଲି, ସେଥିରେ ଏକ ବହୁତ ପତଳା ନାଲି ରଙ୍ଗର ସାଟିନ୍ ନାଇଟି ଥିଲା। ଏତେ ସ୍ୱଚ୍ଛ ଯେ ପିନ୍ଧିବାର ମାନେ ନ ପିନ୍ଧିବା ଭଳି ହିଁ ଥିଲା। ଆଜି ରାତିରେ ଏହାକୁ ପିନ୍ଧି ରୋଷେଇ ଘରେ ଖାଦ୍ୟ ତିଆରି କରିବ। ମୋତେ ଦେଖିବାକୁ ଅଛି, ସେ ହୁକୁମ ଦେଲା। ମୁଁ ଏହା କରିବି ନାହିଁ। ମୁଁ ପ୍ୟାକେଟ୍ ଫିଙ୍ଗିଦେଲି। ଠିକ୍ ଅଛି, ସେ ନିଜ ଫୋନ୍ ବାହାର କଲା। ତାହେଲେ ମୁଁ ସେଣ୍ଡ ବଟନ ଦବାଇ ଦେଉଛି। ମୋ ଆଖି ସାମ୍ନାରେ ମୋ ଶାଶୁଘର ଲୋକଙ୍କ ଚେହେରା ଆସିଗଲା। ମୋ ସମ୍ମାନ, ରାଘବଙ୍କ ନାମ। ମୁଁ ଥରୁଥିବା ହାତରେ ସେହି ପ୍ୟାକେଟ୍ ଉଠାଇଲି। ସେହି ରାତିରେ ମୁଁ ସେହି ନାଲି ନାଇଟି ପିନ୍ଧିଲି। ମୋତେ ନିଜ ଉପରେ ଏତେ ଘୃଣା ଲାଗୁଥିଲା ଯେ ମୁଁ କହିପାରିବି ନାହିଁ। ମୁଁ ରୋଷେଇ ଘରେ ଠିଆ ହୋଇ ରୁଟି ତିଆରି କରୁଥିଲି। ବିକି ଡାଇନିଂ ଟେବୁଲରେ ବସିଥିଲା। ୱାହା, ସେ ସିଟି ବଜାଇଲା। ଆଜି ତ ଜହ୍ନ ଜମି ଉପରକୁ ଆସିଯାଇଛି। ସେ ଉଠିଲା ଏବଂ ମୋ ପଛରେ ଆସି ଠିଆ ହୋଇଗଲା। ମୁଁ ଗ୍ୟାସ୍ ପାଖରେ ଠିଆ ହୋଇଥିଲି। ନିଆଁର ଉତ୍ତାପ ଥିଲା, କିନ୍ତୁ ମୋ ଦେହ ଥଣ୍ଡା ପଡ଼ିଯାଉଥିଲା। ରୁଟି ଜଳିଯାଉଛି ସୁମନ, ସେ ମୋ କାନରେ ଫୁସ୍ଫୁସ୍ କରି କହିଲା। ସେ ନିଜ ହାତ ମୋ କମର ଉପରେ ରଖିଲା। ତା ଆଙ୍ଗୁଠି ସେହି ରେଶମୀ କପଡ଼ା ଉପରେ ଚାଲିବାକୁ ଲାଗିଲା। ମୁଁ ପଥର ଭଳି ଠିଆ ହୋଇ ରହିଲି। ଯଦି ମୁଁ ହଲିବି କିମ୍ବା ଚିତ୍କାର କରିବି, ତେବେ ସେ ମୋ ସମ୍ମାନ ନିଲାମ କରିଦେବ। ସେ ମୋ କେଶ ହଟାଇଲା ଏବଂ ମୋ ବେକକୁ ଶୁଙ୍ଘିଲା। ଉଫ୍, ଏହି ବାସ୍ନା! ରାଘବ ବହୁତ ଭାଗ୍ୟବାନ ଥିଲା। ସେ ମୋତେ ନିଜ ଆଡ଼କୁ ବୁଲାଇ ଦେଲା। ଆମର ନିଶ୍ୱାସ ପରସ୍ପର ସହ ଧକ୍କା ହେଉଥିଲା। ଆଜି ରାତିରେ, ସେ କହିଲା, ଆଜି ରାତିରେ ମୁଁ କେବଳ ଭିଡିଓ ଦେଖିବି ନାହିଁ। ଆଜି ମୁଁ ହିରୋ ବନିବି। ତାର ଇସାରା ସଫା ଥିଲା। ଆଜି ରାତିରେ ସେ ସବୁ ସୀମା ପାର କରିବାକୁ ଯାଉଥିଲା। ମୁଁ କାନ୍ଦି କାନ୍ଦି ସେଠାରୁ ମୋକୁ ଦୌଡ଼ିଲି ଏବଂ କବାଟ ବନ୍ଦ କରିଦେଲି। କିନ୍ତୁ ମୁଁ ଜାଣିଥିଲି, ଏହି କବାଟ ତାକୁ ଅଟକାଇ ପାରିବ ନାହିଁ। ମୋ ପାଖରେ କେବଳ କିଛି ଘଣ୍ଟା ଥିଲା। ମୁଁ ବିଛଣାରେ ବସି କାନ୍ଦୁଥିଲି। ସେତିକିବେଳେ ମୋ ନଜର ସାଇଡ୍ରେ ରଖାଯାଇଥିବା ରାଘବଙ୍କ ଫଟୋ ଉପରେ ପଡ଼ିଲା। ତୁମେ ମୋତେ ଛାଡ଼ି କାହିଁକି ଚାଲିଗଲ ରାଘବ? ଦେଖନ୍ତୁ ସେ ମୋ ସହ କ'ଣ କରୁଛି। ମୁଁ ଫଟୋକୁ ଛାତିରେ ଲଗାଇଲି।
ସେତିକିବେଳେ ମୋର ରାଘବଙ୍କର ଏକ କଥା ମନେ ପଡ଼ିଲା। ରାଘବ କହୁଥିଲେ, ସୁମନ, ଡରର ସାମ୍ନା କରିବାକୁ ପଡ଼େ। ଯିଏ ତୁମକୁ ଡରାଉଛି ସେ ନିଜେ ମଧ୍ୟକୁ ବି କୌଣସି ନା କୌଣସି ଜିନିଷକୁ ଡରେ। ମୁଁ ମୋ ଲୁହ ପୋଛିଲି। କାନ୍ଦିବା ଦ୍ୱାରା କିଛି ହେବ ନାହିଁ। ମୋତେ ବିକିର ଦୁର୍ବଳତା ଖୋଜିବାକୁ ହେବ। ମୁଁ ଭାବିଲି ବିକି କ୍ଲାଉଡ୍ କଥା କହୁଥିଲା। ଯଦି ସେହି ଭିଡିଓଗୁଡ଼ିକରେ ଅଛି ତେବେ ତାର ପାସୱାର୍ଡ ତା ପାଖରେ ଥିବ ଏବଂ ଯଦି ମୁଁ ତାକୁ ବେହୋସ କରିଦିଏ ତେବେ ମୁଁ ତାର ଲ୍ୟାପଟପ୍ ଚେକ୍ କରିପାରିବି। କିନ୍ତୁ ତାକୁ ବେହୋସ କରିବି କେମିତି? ତେବେ ମୋର ମନେ ପଡ଼ିଲା କି ମୋତେ ନିଦ ବଟିକା ଖାଇବାର ଅଭ୍ୟାସ ହୋଇଯାଇଥିଲା ରାଘବଙ୍କ ଯିବା ପରେ। ଡାକ୍ତର ମୋତେ ପାୱାରଫୁଲ ବଟିକା ଦେଇଥିଲେ। ମୋ ମୁଣ୍ଡରେ ଏକ ବୁଦ୍ଧି ଆସିଲା, ଏକ ବିପଜ୍ଜନକ ଯୋଜନା। ରାତି 10ଟା ବେଳେ ମୁଁ କବାଟ ଖୋଲିଲି। ବିକି ସିଡ଼ିରେ ଠିଆ ହୋଇଥିଲା, ହାତରେ ମଦ ବୋତଲ ଧରି। ସେ ଆଜି ପୂରା ପ୍ରସ୍ତୁତିରେ ଥିଲା। ମୁଁ ମୋ ଶାଢ଼ୀ ଠିକ୍ କଲି ଏବଂ ଏକ ନକଲି ହସ ଚେହେରାରେ ଆଣିଲି। ବିକି, ମୁଁ ଡାକିଲି। ସେ ଚମକି ପଡ଼ିଲା। ସେ ଆଶା କରିଥିଲା କି ମୁଁ କାନ୍ଦୁଥିବି। କ'ଣ କଥା ଭାଉଜ, ମୁଡ୍ ବନିଗଲା କି? ସେ ଟଳି ଟଳି ପାଖକୁ ଆସିଲା। ଲଢ଼ ନାହିଁ, ମୁଁ କହିଲି, ଯେତେବେଳେ ବଞ୍ଚିବା ସମ୍ଭବ ନୁହେଁ ତେବେ ଲଢ଼ି କି ଲାଭ? ଆସ ଭିତରକୁ ଆସ। ମୁଁ କ୍ଷୀରି ତିଆରି କରିଛି। ବିକିର ଆଖିରେ ଆଶ୍ଚର୍ଯ୍ୟ ଥିଲା, କିନ୍ତୁ ତାର କାମନା ତା ଉପରେ ହାବି ଥିଲା। ତାକୁ ଲାଗିଲା ମୁଁ ହାର ମାନି ନେଇଛି। ଆରେ ୱାହ, ମିଠା! ମୋତେ ମିଠା ବହୁତ ପସନ୍ଦ। ସେ ଭିତରକୁ ଆସିଗଲା। ମୁଁ ତାକୁ ସୋଫାରେ ବସାଇଲି। ତୁମେ ବସ୍, ମୁଁ ଆଣୁଛି। ମୁଁ ରୋଷେଇ ଘରକୁ ଗଲି। ମୋ ହାତ ଥରୁଥିଲା, କିନ୍ତୁ ମୁଁ ନିଜକୁ ସମ୍ଭାଳିଲି। ମୁଁ କ୍ଷୀରି ଗିନାରେ 4ଟି ନିଦ ବଟିକା ଗୁଣ୍ଡ କରି ମିଶାଇଦେଲି। ମୁଁ ବାହାରକୁ ଆସିଲି। ବିକି ମୋ ହାତ ଧରି ନିଜ ପାଖକୁ ସୋଫା ଉପରକୁ ଟାଣିନେଲା। ଏତେ ଦୂରରେ କାହିଁକି? ଏଠି ବସ। ସେ ତାର ହାତ ମୋ କାନ୍ଧ ଉପରେ ପକାଇଦେଲା। ତାର ସ୍ପର୍ଶରେ ମୋତେ ବାନ୍ତି ଆସୁଥିଲା, କିନ୍ତୁ ମୁଁ ବରଦାସ୍ତ କଲି। ଆଗ କ୍ଷୀରି ତ ଖାଇନିଅ। ମୁଁ ଚାମଚ ତା ପାଟି ପାଖକୁ ନେଲି। ସେ ମୋ ଆଖିକୁ ଚାହିଁ କ୍ଷୀରି ଖାଇଲା। ବହୁତ ଟେଷ୍ଟି। ବିଲକୁଲ ତୁମ ଭଳି। ସେ ଏକ ଅଶ୍ଳୀଳ କମେଣ୍ଟ ଦେଲା। 15 ମିନିଟ୍ ବିତିଲା। ବଟିକାଗୁଡ଼ିକ ନିଜର ପ୍ରଭାବ ଦେଖାଇବା ଆରମ୍ଭ କଲା। ବିକିର ସ୍ୱର ଭାରି ହେବାକୁ ଲାଗିଲା। ତାର ଆଖି ପତା ପଡ଼ି ଆସିଲା। ସୁମନ, ମୋତେ ଚକ୍କର ଆସୁଛି। ସେ ନିଜ ମୁଣ୍ଡ ଧରିଲା। ବୋଧହୁଏ ନିଶା ଅଧିକ ହୋଇଯାଇଛି, ମୁଁ କହିଲି। ସେ ମୋତେ ଧରିବା ପାଇଁ ଆଗକୁ ବଢ଼ିଲା। ଏପଟକୁ ଆସ। କିନ୍ତୁ ତାର ସନ୍ତୁଳନ ବିଗିଡ଼ିଗଲା ଏବଂ ସେ ସୋଫା ଉପରେ ପଡ଼ିଗଲା। ଅଳ୍ପ ସମୟ ମଧ୍ୟରେ ସେ ବେହୋସ ହୋଇଗଲା। ମୋ ପାଖରେ ସମୟ କମ୍ ଥିଲା। ମୁଁ ଦୌଡ଼ିକି ଯାଇ ତା ପକେଟରୁ ଚାବି ବାହାର କଲି। ମୁଁ ଉପରକୁ ତାକୁ ଗଲି। ତାର କମ୍ପ୍ୟୁଟର ଅନ୍ ଥିଲା। ପାସୱାର୍ଡ? ମୁଁ ବହୁତ ଟ୍ରାଏ କଲି। ତାପରେ ମୁଁ ତାରରେ ଦେଖିଲି। ତାର ଜନ୍ମସାଲ 1998 ଥିଲା। ମୁଁ ଟାଇପ୍ କଲି ଭିକି 1998। ଖୋଲିଗଲା। ମୁଁ ଶୀଘ୍ର ଷ୍ଟୋରେଜ ଖୋଲିଲି। ସେଠାରେ ହିଡେନ୍ କ୍ୟାମ୍ ନାମକ ଫୋଲ୍ଡର ଥିଲା। ମୁଁ ସେଲେକ୍ଟ ଅଲ୍ କଲି ଏବଂ ଡିଲିଟ୍ ଦବାଇଲି। ଆର୍ ୟୁ ସିଓର? ୟେସ୍। ଫାଇଲଗୁଡ଼ିକ ଡିଲିଟ୍ ହେବାକୁ ଲାଗିଲା, କିନ୍ତୁ ମୁଁ ଜାଣିଥିଲି କି ରିସାଇକଲ ବିନ୍ରେ ମଧ୍ୟ ଥାଇପାରେ। ମୁଁ ସେଠାରୁ ମଧ୍ୟ ଉଡ଼ାଇଦେଲି। ତାପରେ ମୁଁ ତାର ହାର୍ଡ ଡିସ୍କକୁ ଫର୍ମାଟ କରିଦେଲି। ସବୁକିଛି ସଫା ହୋଇସାରିଥିଲା, କିନ୍ତୁ ଏବେ କାମ ପୂରା ହୋଇ ନଥିଲା। ମୋତେ ପୋଲିସ ପାଇଁ ପ୍ରମାଣ ଦରକାର ଥିଲା। ମୁଁ ମୋର କ୍ୟାମେରା ଅନ୍ କଲି ଏବଂ ତଳକୁ ଗଲି। ବିକି ଏବେ ବି ବେହୋସ ହୋଇପଡ଼ିଥିଲା। ମୁଁ ତାରରୁ ସେହି ସ୍ପାଇ କ୍ୟାମେରା ସଫ୍ଟୱେର୍ ରେକର୍ଡ କଲି, ଯାହା ଏବେ ବି ଚାଲୁଥିଲା। ମୁଁ ତାର ଲୁଚିଥିବା କ୍ୟାମେରାଗୁଡ଼ିକୁ ଖୋଜି ବାହାର କଲି ଏବଂ ସେଗୁଡ଼ିକର ଭିଡିଓ ବନାଇଲି। ପ୍ରମାଣ ପକ୍କା ଥିଲା। ଏବେ ସେ ମୋତେ ବ୍ଲାକମେଲ୍ କରିପାରିବ ନାହିଁ, ବରଂ ଏବେ ମୁଁ ତାକୁ ଜେଲ୍ ପଠାଇ ପାରିବି। ମୁଁ ପୋଲିସକୁ ଫୋନ୍ କଲି। ହେଲୋ ପୋଲିସ, ମୋ ଘରେ ଜଣେ ଲୋକ ସ୍ପାଇ କ୍ୟାମେରା ଲଗାଇଛି। ଅଧଘଣ୍ଟା ପରେ ପୋଲିସ ଗାଡ଼ି ଆସିଲା। ଯେତେବେଳେ ପୋଲିସ ବିକିକୁ ହାତକଡ଼ି ଲଗାଉଥିଲେ ସେତେବେଳେ ତାକୁ ଚେତା ଆସୁଥିଲା। ଏହା କ'ଣ ହେଉଛି? ସୁମନ, ତୁମେ ଅନୁତାପ କରିବ? ସେ ଚିତ୍କାର କଲା। ମୁଁ ତା ପାଖକୁ ଗଲି ଏବଂ ମୋର ପୂରା ଶକ୍ତି ଦେଇ ଏକ ଜୋରଦାର ଚାପୁଡ଼ା ତା ଗାଲରେ ମାରିଲି। ଚଟାକ୍। ଏହି ଚାପୁଡ଼ା ମୋ ତରଫରୁ ଏବଂ ସେହି ସବୁ ଝିଅଙ୍କ ତରଫରୁ ଯେଉଁମାନଙ୍କୁ ତୁ ଶିକାର କରିଛୁ। ଏବେ ୟାକୁ ସେଠାରେ ତୋତେ ଲାଇଭ୍ ଶୋ ପୋଲିସ ବାଲା ଦେଖାଇବେ। ପୋଲିସ ତାକୁ ଘୋଷାରି ଘୋଷାରି ନେଇଗଲେ। ମୁଁ ଇନ୍ସପେକ୍ଟରଙ୍କୁ ସେହି ହାର୍ଡ ଡ୍ରାଇଭ୍ ଦେଲି, ଯାହାକୁ ମୁଁ ଫର୍ମାଟ କରିଦେଇଥିଲି, କିନ୍ତୁ ସିକ୍ବାଲା ଡାଟା ବାହାର କରିପାରିବେ ତାର ଅପରାଧ ପ୍ରମାଣିତ କରିବା ପାଇଁ। ସେହି ରାତିରେ ମୁଁ ମୋ ଘରର ସବୁ ଲୁଚିଥିବା କ୍ୟାମେରାକୁ ଛିଣ୍ଡାଇ ଛିଣ୍ଡାଇ ବାହାର କରି ଫିଙ୍ଗିଦେଲି। ପରଦିନ ସକାଳେ ମୁଁ ସେଇ ଟୁ ଲେଟ୍ର ବୋର୍ଡକୁ ଉପାଡ଼ି ଫିଙ୍ଗିଦେଲି।
ରାଘବଙ୍କ ଫଟୋକୁ ଚାହିଁ ମୁଁ କହିଲି, ମୁଁ ମୋ ଘର ବଞ୍ଚାଇଦେଲି ରାଘବ, ଏବଂ ନିଜ ସମ୍ମାନ ମଧ୍ୟ। ବନ୍ଧୁଗଣ, ଜରୁରୀ ନୁହେଁ କି ପ୍ରତିଥର କୌଣସି ପୁରୁଷ ହିଁ ନାରୀର ସମ୍ମାନ ରକ୍ଷା କରୁ। କେବେ କେବେ ଆମକୁ ନିଜକୁ ଦୁର୍ଗା ବନିବାକୁ ପଡ଼ିଥାଏ। ଆପଣଙ୍କୁ ମୋର ଏହି କାହାଣୀ କେମିତି ଲାଗିଲା? ଏବଂ ଯଦି ଆପଣ ସୁମନଙ୍କ ଜାଗାରେ ଥାଆନ୍ତେ, ତେବେ କଣ କରିଥାନ୍ତେ? ତଳେ କମେଣ୍ଟରେ ନିଶ୍ଚୟ ଜଣାନ୍ତୁ।